ବୃନ୍ଦାବନ ମହୋତ୍ସବ 2024 ଆନନ୍ଦ ଓ ରଙ୍ଗର ପର୍ବ ପବିତ୍ର ହୋଲି ପୂର୍ଣ୍ଣମୀ ଅବସରରେ ଭାରତୀୟ କଳା ଓ ସଙ୍ଗୀତକୁ ରଙ୍ଗ ଓ ରାସରେ ଭିଜାଇ ଏହାକୁ ଗୌରବାନ୍ୱିତ କରୁଥିବା ବୃନ୍ଦାବନ ମହୋତ୍ସବ ପକ୍ଷରୁ ଏହାର ଅଷ୍ଟମ ଉତ୍ସବ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଚଳିତ ମାସ 24 ତାରିଖରେ ଅନୁଷ୍ଠିତ ହେବ। ବିଶ୍ୱ ପ୍ରସିଦ୍ଧ ବଂଶୀବାଦକ ପଦ୍ମବିଭୂଷଣ ପ୍ରାପ୍ତ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ବର୍ଷର ଷ୍ଟାର ଲାଇନ୍ ଅପ୍ରେ ଗ୍ରାମୀ ପୁରସ୍କାର ପ୍ରାପ୍ତ ତଥା ପଦ୍ମଭୂଷଣ ପ୍ରାପ୍ତ ବିଶ୍ୱମୋହନ ଭଟ୍ଟ ଓ ତାଙ୍କ ପୁତ୍ର ପଣ୍ଡିତ ସଲିଲ ଭଟ୍ଟ ମଧ୍ୟ ଉପସ୍ଥିତ ରହିବେ। ଗ୍ୱାଲିୟର, ଜୟପୁର ଓ ଆଗ୍ରା ଘରାନା ସଙ୍ଗୀତଜ୍ଞ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପଣ୍ଡିତ ଉଲ୍ଲାସ କସାଲକରଙ୍କୁ ଆଲିକ୍ସ ସେନଗୁପ୍ତାଙ୍କ କଣ୍ଠସ୍ୱର, ସରୱାର ହୁସେନଙ୍କ ସାରଙ୍ଗୀ ଏବଂ ପ୍ରବୀଣ କାସ୍ଲିକରଙ୍କର ହାରମୋନିୟମ ସହଯୋଗ କରିବ। ଉଭୟ କଳାକାର ତବଲାରେ ପଣ୍ଡିତ ଯୋଗେଶ ସାମଶୀ, ତବଲା ମାଷ୍ଟ୍ରୋ ଉସ୍ତାଦ ଆଲାରଖାଙ୍କ ଶିଷ୍ୟ ଅଟନ୍ତି। ଅନିକେତ ମହାରଣା ଓଡ଼ିଶା, ମଧୁ ଚପାଇ ଆସାମ, ନିବିଡ଼ ଦେବଶର୍ମା ଆସାମ, ଅଂଶୁଲ ଲାଗେରା ନୂଆଦିଲ୍ଲୀ, ପୁଷ୍ପରାଜ ଦଣ୍ଡସେନା ଛତିଶଗଡ଼, ରୂପମ ଜ୍ୟୋତି ଆସାମ, କୀର୍ତ୍ତନ ରାଜ ସେଠୀ କର୍ଣ୍ଣାଟକ ଏବଂ ଶ୍ରବଣ କୁରୀ ପଶ୍ଚିମବଙ୍ଗ ସମସ୍ତେ ବୃନ୍ଦାବନ ଗୁରୁକୁଳ ଭୁବନେଶ୍ୱରରେ ଗୁରୁ ଶିଷ୍ୟ ପରମ୍ପରାର ଭାରତୀୟ ପରମ୍ପରା ଅନୁଯାୟୀ ବଂଶୀବାଦନ ଶିଖିଛନ୍ତି। ତବଲାରେ ବିଶ୍ୱରଞ୍ଜନ ଜେନା ସହଯୋଗ କରିବା ସହ ନାଜିଆ ଆଲାମ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରିବେ। ଭାରତୀୟ କଳା ଓ ସଙ୍ଗୀତର ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ଯୁବ ସଙ୍ଗୀତଜ୍ଞଙ୍କୁ ତାଲିମ ଦେଉଥିବା ସଙ୍ଗୀତ ଉତ୍କର୍ଷତାର ଅନୁଷ୍ଠାନ ବୃନ୍ଦାବନ ଗୁରୁକୁଳର ପୃଷ୍ଠପୋଷକମାନଙ୍କ ସହୃଦୟତା ଓ ସମର୍ଥନ ବିନା ଏହି କାର୍ଯ୍ୟକ୍ରମ ବାସ୍ତବତାର ରୂପ ନେଇପାରି ନଥାନ୍ତା। हम